ଭାରତ ମାତା କି ଜୟ। ବନ୍ଦେ ମାତରମ୍। ସରକାର ବିଭିନ୍ନ ଯୋଜନା ଅତି ସହଜରେ ଆରମ୍ଭ କରିଦିଅନ୍ତି ଏବଂ କାର୍ଯ୍ୟଭାର ଲଦି ଦିଅନ୍ତି ନିମ୍ନ ସ୍ତରର କର୍ମଚାରୀ ଉପରେ। ଏ ବର୍ଷ ଯେମିତି କିଶୋରୀ ବାଳିକାଙ୍କୁ ଗ୍ରୁପ ଦ୍ୱାରା ମୁଢ଼ି ତଥା ଚଣା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଅଙ୍ଗନବାଡ଼ି କର୍ମୀଙ୍କୁ 80 ଟଙ୍କାରେ 16 ଗୋଟି ଅଣ୍ଡା ବାଣ୍ଟିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ ସେଇଟା ହୁଏତ ଯାଞ୍ଚ କମିଟି ମାତୃ କମିଟି ସହିତ ବିଚାର କରି କୋହଳ କରାଗଲା। କିନ୍ତୁ ଯୋଜନାକୁ ବର୍ଷେ ପୂରିବାକୁ ଯାଉଛି। ଥରେ ଟଙ୍କା ଆସି ଏପ୍ରିଲ ଠାରୁ ଆଉ ଟଙ୍କା ଆସିବା ବନ୍ଦ। ଅଙ୍ଗନବାଡ଼ି କର୍ମୀ କେଉଁଠୁ ଟଙ୍କା ଆଣି ଅଣ୍ଡା ବାଣ୍ଟିବେ? SNP ଆକାଉଣ୍ଟରୁ କାଟିବାକୁ ବି ମନା। ତାପରେ ଅଣ୍ଡା ଦର ଆକାଶ ଛୁଆଁ। ତେବେ କ'ଣ ନିଜ ମାସିକ ପାରିଶ୍ରମିକରେ ଅଣ୍ଡା ବଣ୍ଟନ କରିବେ? ଦେବେ ତ ଦେବେ, ପୁଣି ମାସେ କି 2 ମାସ ହେଲେ ଅଲଗା କଥା, ସେଇଟା ପୁଣି ମାସ ମାସ ଧରି। ଏଣୁ ସଂଗଠନ ତରଫରୁ ଅଣ୍ଡା ବଣ୍ଟନ ନିମନ୍ତେ ଟଙ୍କା ନ ଆସିବା ଯାଏଁ ଅଣ୍ଡା ବଣ୍ଟନ କରିପାରିବୁନି ବୋଲି ବ୍ଲକ ତରଫରୁ ପ୍ରତି ବ୍ଲକରେ CDPO ଏବଂ BDOଙ୍କୁ ଜଣାଇ ଦିଆଯାଉଛି। ତା ସହିତ ବର୍ତ୍ତମାନ ଆଉ ଏକ ସମସ୍ୟା, ସେଇଟା ହେଲା ଯିଏ THR ନେଉଛନ୍ତି ତାଙ୍କର ଫେସ୍ କ୍ୟାପଚର। କେନ୍ଦ୍ରକୁ ହିତାଧିକାରୀଙ୍କ ପାଇଁ SHG ଦ୍ୱାରା ଯୋଗାଇ ଦିଆଯାଉଥିବା ଛତୁଆ ତଥା ଅଣ୍ଡା ବଣ୍ଟନ ସମୟରେ ଅଙ୍ଗନବାଡ଼ି କର୍ମୀ ଫେସ୍ କ୍ୟାପଚର କରିବେ। ସରକାରଙ୍କର ଅନେକ ଗୁଡ଼ିଏ ଯୋଜନା ଆସୁଛି, କେଉଁଥିରେ ବି ଏତେ ନୀତି ନିୟମ ନାହିଁ। କିନ୍ତୁ ସାମାନ୍ୟ ଅଙ୍ଗନବାଡ଼ି କର୍ମୀ ପୋଷଣ ଟ୍ରାକର ଅନୁଯାୟୀ ଅର୍ଥାତ୍ ଆଧାର ସଂଯୋଗୀକରଣ ଲିଷ୍ଟ ଅନୁଯାୟୀ ଆସିଥିବା ଖାଦ୍ୟକୁ ବାଣ୍ଟିବେ ଯେ ସେଥିପାଇଁ ପୁଣି ଫେସ୍ କ୍ୟାପଚର କରିବେ ସେଥିପାଇଁ ବି ମନା କରୁନାହାନ୍ତି ଅଙ୍ଗନବାଡ଼ି ଦିଦି। କିନ୍ତୁ ଅସୁବିଧା ହେଲା THR ନେବା ପାଇଁ ପରିବାରର ଯେ କେହି ବି ଆସିଥାନ୍ତି। କିନ୍ତୁ ଏଇ ଫଟୋ କ୍ୟାପଚର ଦ୍ୱାରା ଉକ୍ତ ହିତାଧିକାରୀଙ୍କୁ ହିଁ ଆସିବାକୁ ପଡ଼ିବ। ଅନ୍ୟ କେହି କିମ୍ବା ପାଖ ପଡ଼ୋଶୀ ତାଙ୍କ ଖାଦ୍ୟ ନେଇପାରିବେ ନାହିଁ। ପୁଣି ସରକାର ଦେଇଥିବା ମୋବାଇଲ ସମ୍ପୂର୍ଣ୍ଣ ନିମ୍ନମାନର। କାହାର ତ ଯେମିତି ସେମିତି ହଉ କାମ ଚଳୁଥିବା ବେଳେ କାହାର ଖରାପ ହେଇକି ପଡ଼ି ରହିଛି। ଅନଲାଇନ୍ କାର୍ଯ୍ୟ କରିବା ପାଇଁ ହେଲେ ଅଙ୍ଗନବାଡ଼ି କର୍ମୀଙ୍କୁ ନିଜ ପରିବାର କିମ୍ବା ନିଜ ଅଙ୍ଗନବାଡ଼ି ସେଣ୍ଟର ପାଖ ଲୋକଙ୍କୁ କହିବାକୁ ପଡ଼ୁଛି। କାରଣ ସ୍ୱଳ୍ପ ପାରିଶ୍ରମିକ ପାଉଥିବା ଅଙ୍ଗନବାଡ଼ି ଦିଦିଙ୍କୁ 15-20 ହଜାରର ମୋବାଇଲ କିଣିବା ସମ୍ଭବ ନୁହେଁ। ଏଣୁ ସରକାର ବିଚାର କରିବା ଦରକାର ଏବଂ ଅଙ୍ଗନବାଡ଼ି କର୍ମୀଙ୍କୁ ମୋବାଇଲ ସକାଶେ ପ୍ରୋତ୍ସାହନ ରାଶି ପ୍ରଦାନ କରି ଏଭଳି ଦାୟିତ୍ୱ ଦେଲେ କର୍ମୀମାନେ ଯଥାସମ୍ଭବ ନିଜ କର୍ତ୍ତବ୍ୟ ସମ୍ପାଦନ କରିପାରିବେ। ଏନେଇ ବର୍ତ୍ତମାନ ପ୍ରୋଜେକ୍ଟରେ ଦାବିପତ୍ର ଦିଆଯାଉଥିବା ବେଳେ ଆସନ୍ତା ଦିନରେ ଜିଲ୍ଲାରେ ତଥା ରାଜ୍ୟରେ ମଧ୍ୟ ପ୍ରଦାନ କରାଯିବ। ଧନ୍ୟବାଦ।